ଗପ ଅମୃତରେ ବିକ୍ରମ ବେତାଳ ଗପ ଶଶିକଳାଙ୍କ ନିଷ୍ପତ୍ତି। ମାଣିକ୍ୟପୁରୀ ରାଜ୍ୟରେ ଏକ କ୍ଷୁଦ୍ର ଗ୍ରାମ ଜଗନ୍ନାଥପୁର। ଏହି ଗ୍ରାମରେ ଜଗନ୍ ନାମକ ଏକ ଯୁବକ ରହୁଥିଲା। ପାଠ ପଢ଼ିବାକୁ ତା ମନରେ ପ୍ରବଳ ଇଚ୍ଛା, ନୂତନ ବିଷୟ ଜାଣିବାକୁ ମଧ୍ୟ ତାର ଆଗ୍ରହ। କିନ୍ତୁ ପିତା ରଙ୍ଗଦାସ ନିଜ ପୁତ୍ରକୁ ଅଧିକ ପାଠ ପଢ଼ାଇ ପାରିନଥିଲେ, କାରଣ ସେ ଥିଲେ ପଥର କଟାଳି। ପାହାଡ଼ ଚଢ଼ି ପଥର କାଟିବା ପରି ସାଧାରଣ କାମ କରୁଥିବା ଶ୍ରମିକ ପକ୍ଷରେ ପୁତ୍ରର ପଢ଼ାଶୁଣା ପ୍ରତି ଧ୍ୟାନ ଦେବା ସମ୍ଭବ ହୋଇନଥିଲା। ପୁଣି ଜଗନର ମା ସର୍ବଦା ଅସୁସ୍ଥ ରହି ଶଯ୍ୟାଶାୟୀ ହୋଇଥିଲେ। ଜଗନ୍ ମାଙ୍କର ସେବା କରେ ଓ ପିତାଙ୍କ କର୍ମସ୍ଥଳୀକୁ ଯାଇ ସେଠାରେ ତାଙ୍କୁ ଯଥାସମ୍ଭବ ସାହାଯ୍ୟ କରେ। ଦିନେ ଜଗନ୍ ସ୍ଥିର କଲା, ଯାହା ବି ହେଉ ସେ ଜୀବନରେ ଜ୍ଞାନ ଅର୍ଜନ କରିବ। ତେଣୁ ସେ କାହାକୁ କିଛି ନ କହି ଘର ଛାଡ଼ି ଚାଲିଗଲା। ଗୋଟିଏ ସପ୍ତାହ ଏଠି ସେଠି ବୁଲିଲା। ଅଷ୍ଟମ ଦିବସରେ ସେ ଗୋଟିଏ ବନ୍ଧ ଉପରେ ଥିବା ନିମ ଗଛ ମୂଳରେ କ୍ଳାନ୍ତ ହୋଇ ବସି ଚିନ୍ତା କରୁଥାଏ। ଏହି ସମୟରେ ଚିତ୍କାର ଶୁଭିଲା, ବଞ୍ଚାଅ, ବଞ୍ଚାଅ। ଜଗନ୍ ବୁଲି ପଡ଼ି ଦେଖିଲା, ଗୋଟିଏ ଯୁବକ ନଦୀ ଜଳରେ ଭାସି ଯାଉଛି। ଜଗନ୍ ପାଣିକୁ ଡେଇଁ ପଡ଼ିଲା ଓ ତାକୁ ଧରି କୂଳକୁ ନେଇ ଆସିଲା। ସେ ଯୁବକକୁ ସାଷ୍ଟାମ କରି ଚେତା ଫେରାଇ ଆଣିଲା। ଯୁବକଟିର ନାମ ନବନୀତ ବୋଲି ଜଣାପଡ଼ିଲା। ତାର ପିତାମାତା ତାର ପାଠପଢ଼ା ଉପରେ ବେଶୀ ଗୁରୁତ୍ୱ ଦେଉଥିଲେ। ଠିକ୍ ଭାବରେ ପଢ଼ାଶୁଣା କରୁନଥିବାରୁ ଗୁରୁ ଦଣ୍ଡ ଦେଉଥିଲେ। ତେଣୁ ସେ ବିରକ୍ତ ହୋଇ ଘର ଛାଡ଼ି ଚାଲି ଆସିଥିଲା। ଉଭୟଙ୍କ ମଧ୍ୟରେ ପରିଚୟ ହେବା ପରେ ମୈତ୍ରୀ ସ୍ଥାପିତ ହେଲା। ଦୁହେଁ ଏକାଠି ରହିଲେ। ଯେଉଁ କାମ ମିଳିଲେ ବି କରି ପେଟ ପୋଷିଲେ। କ୍ରମଶଃ ସେମାନଙ୍କର ବନ୍ଧୁତ୍ୱ ନିବିଡ଼ ହେଲା। ଏତେ ପ୍ରକାର ଅସୁବିଧା ସତ୍ତ୍ୱେ ଜଗନ୍ କେତେଜଣ ଗୁରୁଙ୍କ ପାଖକୁ ଯାଇ ଜ୍ଞାନ ଆହରଣ କରିବାକୁ ଭୁଲୁ ନଥାଏ। ତାର ବନ୍ଧୁ ନାନା ପ୍ରକାର କାମ କରି ଆର୍ଥିକ ସହାୟତା ଦେଉଥାଏ, ଯାହା ତାଙ୍କୁ ବିଦ୍ୟା ଶିକ୍ଷା କରିବାରେ ସାହାଯ୍ୟ କରୁଥାଏ। ଦିନେ ନବନୀତକୁ ସେ କହିଲା, ବାଲ୍ୟକାଳରୁ ମୋ ମନରେ ପରାକାୟ ପ୍ରବେଶ କରିବାର ବିଦ୍ୟା ଶିକ୍ଷା କରିବାକୁ ବଡ଼ ଆଗ୍ରହ ରହିଆସିଛି, କିନ୍ତୁ ଏବେ ଯାଏଁ ତାହା ସମ୍ଭବ ହୋଇନାହିଁ। ଶୁଣିବାକୁ ପାଉଛି ଏହି ବିଦ୍ୟା କେବଳ ଆଦିମୂଳ ସିଦ୍ଧଙ୍କୁ ହିଁ ଜଣାଅଛି। ସେ ଏବେ ବିନ୍ଧ୍ୟବନରେ ତପସ୍ୟା କରୁଛନ୍ତି। ମୁଁ ତାଙ୍କୁ ଭେଟିବାକୁ ଯିବି। ତୁମେ ମଧ୍ୟ ମୋ ସହିତ ଯିବ କି? ନବନୀତ ସଙ୍ଗରେ ଯିବାକୁ ରାଜି ହେଲା। ଦୁହେଁ 3 ଦିନରେ ଯାତ୍ରା ସମାପ୍ତ କରି ସେଠାରେ ପହଞ୍ଚିଲେ। ଆଦିମୂଳ ସିଦ୍ଧଙ୍କର କୁଟୀର ନିକଟରେ ପହଞ୍ଚି ଦେଖିଲେ ସେ ଧ୍ୟାନମଗ୍ନ ଅଛନ୍ତି। ଦୁହେଁ ସାଷ୍ଟାଙ୍ଗ ପ୍ରଣାମ କଲେ। କିଛି ସମୟ ପରେ ସେ ଚକ୍ଷୁ ଖୋଲିଲେ ଓ ଉଭୟଙ୍କୁ ଆଶୀର୍ବାଦ ଦେଲେ। ତାଙ୍କଠାରୁ ଆଶୀର୍ବାଦ ପାଇବା ପରେ ଜଗନ୍ ନିଜର ମନ କଥା ପ୍ରକାଶ କଲେ। ଏହା ଅସମ୍ଭବ, ତୁମେ ଫେରିଯାଅ। ସିଦ୍ଧ କଟୁ ସ୍ୱରରେ ନିର୍ଦ୍ଦେଶ ଦେଲେ। ସିଦ୍ଧଙ୍କର ଧାରଣା ଥିଲା ଯେ ଏହିପରି ଅଦ୍ଭୁତ ଶକ୍ତି ସାଧାରଣ ଲୋକମାନଙ୍କ ହାତକୁ ଆସିଲେ ତାର ଦୁରୁପଯୋଗ ହେବ। ତେଣୁ ସେ ପ୍ରଥମରୁ ନିଷ୍ପତ୍ତି ନେଇଥିଲେ ଯେ ସେ ଏହି ବିଦ୍ୟା କାହାରିକୁ ବି ଶିକ୍ଷା ଦେବେ ନାହିଁ। ହୁଏତ ଏହି ବିଦ୍ୟାର ତାଙ୍କର ସହିତ ପରିସମାପ୍ତି ଘଟିପାରେ। ଜଗନ୍ ବିନୟତାର ସହିତ ନିବେଦନ କଲା, ମହାତ୍ମା, ଆପଣଙ୍କର ଅଭିପ୍ରାୟ ଏହି ଯେ ଏହି ଅସାଧାରଣ ବିଦ୍ୟା କୌଣସି ଅପାତ୍ରର ହାତକୁ ନ ଯାଉ। କିନ୍ତୁ ଆମେ ଏତେ ଦୂରରୁ ଆସିଛୁ, ଏଠାରେ କିଛି ଦିନ ରହି ଆପଣଙ୍କର ସେବା କରିବୁ। ଆମକୁ ଅନ୍ତତଃ ଏତିକି ସୌଭାଗ୍ୟ ପ୍ରଦାନ କରନ୍ତୁ। ସିଦ୍ଧ ମୌନ ରହିଲେ। ଦୁଇ ବନ୍ଧୁ ବିଚାର କଲେ। ସାଧୁ ମୌନତାର ସହିତ ସମ୍ମତି ପ୍ରଦାନ କଲେ। ସେହି କ୍ଷଣରୁ ଦୁହେଁ ଅତ୍ୟନ୍ତ ଭକ୍ତିର ସହିତ ତାଙ୍କର ସେବା ଆରମ୍ଭ କଲେ। କୁଟୀର ପରିଷ୍କାର କଲେ, ଜଙ୍ଗଲରୁ ଫଳମୂଳ ସଂଗ୍ରହ କଲେ, ରୋଷେଇବାସ କଲେ। ଏହିପରି 3 ଦିନ ବିତିଗଲା। ଦିନେ ସୂର୍ଯ୍ୟୋଦୟ ସମୟରେ ସିଦ୍ଧ ଦୁହିଁଙ୍କୁ ପାଖକୁ ଡାକି କହିଲେ, ମୋ ଜୀବନଯାତ୍ରା ସବୁଦିନ ପାଇଁ ସମାପ୍ତ ହେବାର ସମୟ ଆସନ୍ନ ହୋଇଆସିଛି। ପରାକାୟ ବିଦ୍ୟା ମୋତେ କେବଳ ଜଣାଅଛି, ଅନ୍ୟ କେହି ଏହି ବିଦ୍ୟା ଜାଣନ୍ତି ନାହିଁ। ମୋ ସହିତ ଏହି ବିଦ୍ୟାର ପରିସମାପ୍ତି ହେବା କଥା ମୋତେ ନ୍ୟାୟସଙ୍ଗତ ମନେ ହେଉନାହିଁ। ଜଗନ୍କୁ ମୁଁ ଏହି ବିଦ୍ୟା ଶିକ୍ଷା ଦେବାକୁ ସ୍ଥିର କରୁଛି, କିନ୍ତୁ ଏହି ବିଦ୍ୟାର ଦୁରୁପଯୋଗ ନ ହେବା ପାଇଁ ତୁମକୁ ଦାୟିତ୍ୱ ଦେଉଛି। ତୁମେ ଏହା ଅବଶ୍ୟ ପାଳନ କରିବ। ଯାହା ଭଗବାନଙ୍କର ଇଚ୍ଛା। ସିଦ୍ଧ ନବନୀତକୁ ଏକଥା କହିଲେ। ତାପରେ ନବନୀତ ସେଠାରୁ ଚାଲିଗଲା। ସିଦ୍ଧ ଜଗନର କାନରେ ମନ୍ତ୍ର ଉପଦେଶ ଦେଲେ ଓ ଶେଷ ନିଶ୍ୱାସ ତ୍ୟାଗ କଲେ। ଦୁଇ ମିତ୍ର ଫେରି ଆସିଲେ। ମାର୍ଗ ମଧ୍ୟରେ ହସ୍ତଗିରି ନାମକ ନଗର ପଡ଼ିଲା। ସେମାନେ ଲକ୍ଷ୍ୟ କଲେ ନଗରର ପ୍ରଜାମାନେ ମନ ଦୁଃଖରେ ଅଛନ୍ତି। ଦୁହେଁ ସେମାନଙ୍କୁ କାରଣ ପଚାରିଲେ। ନଗର ପାଳକ ରାଜଭୂଷଣଙ୍କର ଏକମାତ୍ର ପୁତ୍ର ସୁଧାମ ଦ୍ରୁତ ଗତିରେ ଅଶ୍ୱଚାଳନା କରି ଯାଉଥିବା ବେଳେ ଅଶ୍ୱପୃଷ୍ଠରୁ ଖସି ପଡ଼ି ପ୍ରାଣ ହରାଇଛନ୍ତି। ପୁତ୍ର ଶୋକରେ ପିତାମାତା ବେହୋସ ହୋଇ ପଡ଼ିଛନ୍ତି। ଏହି ବିଷୟ ଶୁଣି ନବନୀତ ଜଗନକୁ କହିଲା, ତୁମେ ପରାକାୟ ପ୍ରବେଶ କରିବାର ବିଦ୍ୟାର ଉପଯୋଗ କର ଓ ସୁଧାମର ଶରୀରରେ ପ୍ରବେଶ କର। ଜଗନ୍ ଆଉ କିଛି ନ କରି ନିତ୍ୟ ବସନ୍ତ ଜଡ଼ିବୁଟି ଚୋବାଇବାକୁ ଆରମ୍ଭ କଲା, ଯେପରି ତାର ପ୍ରକୃତ ଶରୀର ନଷ୍ଟ ହେବ ନାହିଁ। ତାପରେ
କାଳଭୈରବ ମନ୍ଦିରର ପଛ ପାଖରେ ଥିବା ଗର୍ତ୍ତରେ ଶୋଇପଡ଼ିଲା ଓ ପରାକାୟ ପ୍ରବେଶ ମନ୍ତ୍ର ଉଚ୍ଚାରଣ କଲା। ମନ୍ତ୍ରର ପ୍ରଭାବରେ ତାର ପ୍ରାଣ ନିଜ ଶରୀର ତ୍ୟାଗ କରି ସୁଧାମର ଶରୀରରେ ପ୍ରବେଶ କଲା। ନବନୀତ ଜଗନର ଶରୀରକୁ ତାଳପତ୍ର ଘୋଡ଼ାଇ ଲୁଚାଇ ରଖିଲା। ସୁଧାମର ଶରୀରରେ ପ୍ରାଣ ସଞ୍ଚାର ହେବା ଦେଖି ସମସ୍ତେ ଖୁସି ହେଲେ। ସୁଧାମର ମାତାପିତାଙ୍କୁ ଚେତା କରାଇ ଏହା ଜଣାଇଲେ। ପୁତ୍ର ଜୀବିତ ହେବାର ଦେଖି ସେମାନେ ଶୋକ ତ୍ୟାଗ କଲେ। କିନ୍ତୁ ସୁଧାମର ଶରୀରରେ ପ୍ରବେଶ କଲା ପରଠାରୁ ଜଗନର ଜୀବନରେ ବିରାଟ ପରିବର୍ତ୍ତନ ଘଟିଲା। ଏହା ପୂର୍ବରୁ ସେ ପେଟପୂରା ଖାଦ୍ୟ ଖାଇବାକୁ ପାଉନଥିଲା। ଏବେ ତାଙ୍କୁ ନାନା ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ଅକ୍ଲେଶରେ ମିଳୁଥିଲା। ଏଥିସହିତ ସେ ବହୁ ଦାମିକା ବସ୍ତ୍ର ପରିଧାନ କରୁଥିଲା ଓ କୋମଳ ଶଯ୍ୟାରେ ଶୋଉଥିଲା। ଆଦେଶ ଦେବା ମାତ୍ରେ ତୁରନ୍ତ ସେବକମାନେ ହାଜିର ହେଉଥିଲେ। ସବୁଠାରୁ ବଡ଼ କଥା, ସହରର ପ୍ରମୁଖ ବଣିକଙ୍କ କନ୍ୟା ଶଶିକଳା ସହିତ ସୁଧାମର ବିବାହ ସ୍ଥିରୀକୃତ ହୋଇଥିଲା। ଦିନେ ସନ୍ଧ୍ୟାରେ ଏକ ନିର୍ଦ୍ଧାରିତ ସ୍ଥାନରେ ଜଗନ ଓ ନବନୀତ ପରସ୍ପରକୁ ଭେଟିଲେ। ସେତେବେଳେ ନବନୀତ କହିଲା, ଏବେ ତୁମେ ସୁଧାମର ଶରୀର ତ୍ୟାଗ କରି ବାହାରି ଆସ। ମୁଁ ଏହି ବିଦ୍ୟା ଶିକ୍ଷା କରିଛି। ଏହା ମୋତେ ଅନେକ ସୁଖ ଭୋଗ କରିବାର ସୁଯୋଗ ଦେଇଛି। ମୁଁ ଏହି ଅପୂର୍ବ ସୁଯୋଗ ଛାଡ଼ି ଚାଲିଯିବି କାହିଁକି? ଏପରି କହି ସେ ମିତ୍ରର ପରାମର୍ଶକୁ ପ୍ରତ୍ୟାଖ୍ୟାନ କଲା। ଶଶିକଳାକୁ ବିବାହ କରିବାକୁ ମାତ୍ର 3 ଦିନ ବାକି ଥାଏ। ଦିନେ ସୁଧାମ ଏକ ବଗିରେ ବସି ନଅରର ଉପରାସ୍ତାରେ ଦ୍ରୁତଗତିରେ ଯାଉଥାଏ। ଏତିକିବେଳେ ରାଜାଙ୍କର ଜଣେ ସମ୍ପର୍କୀୟ ବର୍ଗ ବଗି ଚକ ତଳେ ଚାପି ହୋଇ ପ୍ରାଣ ହରାଇଲେ। ବଗିକୁ ନିଜେ ସୁଧାମ ଚଳାଉଥିଲେ। ସୈନିକ ତାକୁ ରାଜାଙ୍କ ପାଖକୁ ନେଇଗଲା। ବିଚାର ପରେ ରାଜା ଫାଶୀ ଦେବାକୁ ଆଦେଶ ଦେଲେ ଓ ତାର ପିତାଙ୍କୁ ନଗରପାଳକ ପଦବୀରୁ ବହିଷ୍କାର କଲେ। ସୁଧାମ ଶରୀରରେ ଥିବା ଜଗନ ଭୟଭୀତ ହୋଇପଡ଼ିଲା। ସେ ସୁଧାମ ଶରୀର ତ୍ୟାଗ କରିବାକୁ ଏହାକୁ ଏକ ସୁଯୋଗ ମନେକଲା। ଠିକ୍ ଫାଶୀରେ ଚଢ଼ିବାର ପୂର୍ବ ମୁହୂର୍ତ୍ତରେ ସେ ମନ୍ତ୍ରପାଠ କଲା ଓ ଚୁପଚାପ ସେହି ଶରୀରରୁ ବାହାରି ଚାଲି ଆସିଲା। ସୁଧାମର ମର ଶରୀର ପଡ଼ି ରହିଲା। ଶଶିକଳା ଏହି ଖବର ପାଇ ବହୁତ ମନ ଦୁଃଖ କଲା, କାରଣ ମାତ୍ର 3 ଦିନ ପରେ ସୁଧାମ ସହିତ ତାର ବିବାହ ହେବାକୁ ଥିଲା। ମନ ଦୁଃଖରେ ସେ ନିଜ ଶରୀର ତ୍ୟାଗ କରିବାକୁ ନିଷ୍ପତ୍ତି ନେଲା। ଏହି କଥା ଶୁଣି ନବନୀତ ଶଶିକଳା ପାଖରେ ପହଞ୍ଚିଲା ଓ କହିଲା, ତୁମର ଭାବୀ ପତିଙ୍କର ମୃତ୍ୟୁ ହୋଇନାହିଁ। ପ୍ରକୃତରେ ସେ ସୁଧାମ ହିଁ ନୁହନ୍ତି। ଏହାପରେ ନବନୀତ ସବୁ କଥା ସବିସ୍ତାରେ ଜଣାଇଲା। ତେବେ ମୋର ପତି ଏବେ କେଉଁଠି? ଶଶିକଳା ପ୍ରଶ୍ନ କଲା। କିଛି ସମୟ ପୂର୍ବରୁ ସେ କାଲି ମୃତ୍ୟୁବରଣ କରିଥିବା ପଡ଼ୋଶୀ ଗ୍ରାମର ବେପାରୀଙ୍କ ପୁତ୍ର ଶିବଦତ୍ତ ଶରୀରରେ ପ୍ରବେଶ କରିଛି। ନବନୀତ କହିଲା। ସିଦ୍ଧ ପ୍ରଥମରୁ ସନ୍ଦେହ କରୁଥିଲେ ଯେ ତାଙ୍କ ପାଖରେ ଥିବା ଅଦ୍ଭୁତ ଶକ୍ତିର ଦୁରୁପଯୋଗ ହୋଇପାରେ। ତାଙ୍କ ସନ୍ଦେହ ସତ୍ୟ ହେଲା। ଏବେ ଆଉ କ'ଣ କରାଯାଇପାରିବ? ଶଶିକଳା ଆଶଙ୍କା ପ୍ରକାଶ କଲା। ଏଥିପାଇଁ ଉପାୟ ଅଛି। ଜଗନ ଏହି ଶକ୍ତିର ଦୁରୁପଯୋଗ କଲେ ତାର ପ୍ରତିକାର ପାଇଁ ସିଦ୍ଧ ମୋତେ ମଧ୍ୟ ଏକ ମନ୍ତ୍ର ପ୍ରଦାନ କରିଛନ୍ତି। ଏହା ଫଳରେ ଏବେ ଶିବଦତ୍ତ ଶରୀରରେ ଯେଉଁ ଜଗନ ଅଛି ତାର ପ୍ରାଣକୁ ମୁଁ ବାହାର କରି ଆଣି ତାର ନିଜ ଶରୀରରେ ପ୍ରବେଶ କରାଇ ପାରିବି। ମାତ୍ର ଥରକରେ ଏହି ମନ୍ତ୍ର ପ୍ରଭାବର ମହିମା ସମାପ୍ତ ହୋଇଯିବ। ତୁମେ ଏବେ ସ୍ଥିର କର, ସୁଧାମର ଶରୀର କିମ୍ବା ଜଗନ ଏହି ଦୁହିଁଙ୍କ ମଧ୍ୟରୁ ତୁମେ କାହାର ପୁନର୍ଜୀବନ ଚାହୁଁଛ? ନବନୀତ ପ୍ରଶ୍ନ କଲା। ଜଗନଙ୍କର ପ୍ରାଣକୁ ତାର ନିଜ ଶରୀରରେ ସଂସ୍ଥାପିତ କର। ତାଙ୍କୁ ପତି ରୂପେ ସ୍ୱୀକାର କରିବାକୁ ମୋର ଆପତ୍ତି ନାହିଁ। ଶଶିକଳାର କଥା ଅନୁସାରେ ନବନୀତ ମନ୍ତ୍ର ପ୍ରୟୋଗ କଲାରୁ ଜଗନ ଶରୀରରେ ପ୍ରାଣର ସଞ୍ଚାର ହେଲା। କିଛି ସମୟ ପରେ ସେ ଉଠି ବସିଲା ଓ ଚାରିଆଡ଼କୁ ଚାହିଁ କହିଲା, ବନ୍ଧୁ, ତୁମେ ବହୁତ ଭଲ କରିଛ। ତାପରେ ସେ ଶଶିକଳାର ହାତ ଧରି କହିଲା, ମୋତେ କ୍ଷମା କର। ବେତାଳ ଏହି କାହାଣୀ ଶୁଣାଇ ସାରି ରାଜା ବିକ୍ରମାର୍କଙ୍କୁ ପ୍ରଶ୍ନ କଲା, ରାଜନ, ଶଶିକଳା ଧନବାନ ସୁଧାମକୁ ଛାଡ଼ି ଜଗନକୁ ସ୍ୱୀକାର କଲା। ଏହା କ'ଣ ତାର ବୁଦ୍ଧିହୀନତାର ପରିଚୟ ନୁହେଁ? ତାର ବିବାହ ସୁଧାମ ସହିତ ସ୍ଥିର ହୋଇ ସାରିଥିବା ବେଳେ ସେ ଜଗନକୁ ବିବାହ କରିବାକୁ ନିଷ୍ପତ୍ତି ନେଲା। ଏହା କ'ଣ ଧର୍ମସମ୍ମତ ଅଟେ? ଏହା କ'ଣ ଶଶିକଳାର ଚପଳ ଚିତ୍ତ ଓ ଅସ୍ଥିରପଣର ସୂଚନା ଦେଉନାହିଁ? ମୋର ଏହି ସନ୍ଦେହର ସମାଧାନ ଜାଣି ସୁଦ୍ଧା ନୀରବ ରହିଲେ ତୁମ ମସ୍ତକ ଶତଧା ବିଦୀର୍ଣ୍ଣ ହେବ। ବିକ୍ରମାର୍କ ଉତ୍ତର ଦେଲେ, ଧନୀ ଓ ଦରିଦ୍ର ମଧ୍ୟରେ ଯେଉଁ ପାର୍ଥକ୍ୟ ଥାଏ ତାହା ଚିରନ୍ତନ ନୁହେଁ। ଧନବାନ ଗରିବ ହୋଇପାରେ, ଗରିବ ଧନବାନ ହୋଇପାରେ। ବିଦ୍ୟାବାନ ଜଗନ ପାଖରେ ଧନ ଅର୍ଜନର ଅନେକ ପନ୍ଥା ରହିଛି। ତେଣୁ ଧନବାନ ହେବା ତା ପକ୍ଷରେ ଅସମ୍ଭବ ନୁହେଁ। ଶଶିକଳାର ବିବାହ ସୁଧାମର ଶରୀର ସହିତ ନୁହେଁ, ସୁଧାମ ସହିତ ସ୍ଥିର ହୋଇଥିଲା। ଶରୀର ଅପେକ୍ଷା ପ୍ରାଣ ଅଧିକ ମହତ୍ତ୍ୱପୂର୍ଣ୍ଣ ଅଟେ। ସେହି ପ୍ରାଣ ଜଗନର ଥିଲା। ପ୍ରାଣ ଅନ୍ୟ ଶରୀରରେ ପ୍ରବେଶ କଲେ ପରିସ୍ଥିତିର ପ୍ରଭାବରେ ତାର ବ୍ୟବହାର ଓ ଆଚରଣ କୁପଥଗାମୀ ହୋଇପାରେ। ତେଣୁ ନିଜ ଶରୀରରେ ରହିଲେ ଏପରି ହେବା ସମ୍ଭବ ନୁହେଁ। ଏହା ସବୁ ଚିନ୍ତା କଲା ପରେ ଶଶିକଳା ଏହିପରି ନିଷ୍ପତ୍ତି ଗ୍ରହଣ କଲା। ତାଙ୍କ ନିଷ୍ପତ୍ତି ବୁଦ୍ଧିହୀନତା, ଚିତ୍ତଚାଞ୍ଚଲ୍ୟ କି ଧର୍ମହୀନତା ନୁହେଁ। ଏହିପରି ରାଜାଙ୍କର ମନ ଭଙ୍ଗ କରିବାରେ ସଫଳ ହୋଇ ଶବସ୍ଥିତ ବେତାଳ ଅଦୃଶ୍ୟ ରୂପରେ
ପୁନଶ୍ଚ ବୃକ୍ଷ ଡାଳରେ ଝୁଲି ପଡ଼ିଲା।